ବୃନ୍ଦ ଏବଂ ପାଷ୍ଟର ଅଛନ୍ତି, ପ୍ରତ୍ୟେକ ବାଇବଲ ମିନିଷ୍ଟ୍ରିର ଯେଉଁ ମୁଖ୍ୟ ଲୋକମାନଙ୍କୁ ଅଛନ୍ତି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଛୋଟରୁ ବଡ଼ ମୋର ବାପା ମା ଭାଇ ଭଉଣୀମାନଙ୍କୁ ମୁଁ ଖ୍ରୀଷ୍ଟର ପ୍ରେମର ନମସ୍କାର ଜଣାଏ। ଆଉ ଆଜି ମୁଁ ବହୁତ ଖୁସି ଅଟେ ଯେ ପ୍ରଭୁ ମୋତେ ଏତେ ସୁନ୍ଦର ସୁଯୋଗ ଦେଲେ ଆଉ ପ୍ରଭୁଙ୍କ ଦାସ ମାନେ ଆଉ ତାଙ୍କ ସେଡ୍ୟୁଲ ହିସାବରେ ଆଜି ମୋତେ ଏଇ ବାରକୁ ଦେଇଛନ୍ତି ଆଉ ଏଠାରେ ଛିଡ଼ା କରିଛନ୍ତି। ତାଙ୍କର ଅବଦାନ ବି ବହୁତ ଅଟେ। ତ ଆଜି ଯେଉଁ ବାକ୍ୟ ମୁଁ ଶିଖିଲି, ପ୍ରଭୁ ଆମକୁ ଯେଉଁ ବିଷୟ କହିବା ପାଇଁ ଚାହୁଁଛନ୍ତି, ଯେଉଁ ବିଷୟକୁ ଆଜି ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହୁଁଛନ୍ତି, ଆପଣମାନଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ ଚାହୁଁଛନ୍ତି, ସେ ବିଷୟ ମୁଁ କହିବି ଏବଂ ତାହା ମୋ ପାଇଁ ଏବଂ ଆପଣମାନଙ୍କ ପାଇଁ ଏକ ପ୍ରେରଣାଜନକ ଅଟେ, ଏକ ଉତ୍ସାହଜନକ ଅଟେ। ହାଲେଲୁୟା। ତ ଆପଣମାନେ ସମସ୍ତେ ମୋ ସହିତ ନିଜର ଉତ୍ସାହ ପାଇଁ ଆଉ ପ୍ରଭୁଙ୍କର ପ୍ରଶଂସା ପାଇଁ ସମସ୍ତେ ମୋ ସହିତ ଗୋଟିଏ ବିଷୟ କୁହନ୍ତୁ, ବୋଲୋ यीशु महाराज की, बोलो यीशु महाराज की, बोलो यीशु महाराज की। प्रेज द लॉर्ड। तो আজি হଉଛି ବର୍ଷର ଶେଷ ଦିନ ଆଉ ଏ ବର୍ଷର ଶେଷ ଦିନରେ ଶେଷ ଦିନ ତ ନୁହଁ କିନ୍ତୁ ଶେଷ ରବିବାର ଏ ସପ୍ତାହ ଲାଷ୍ଟ ସପ୍ତାହ ତାପରେ ଆମେ ଗୋଟିଏ ନୂତନ ବର୍ଷରେ ଆମେ ପଦାର୍ପଣ କରିବା ପାଇଁ ଯାଉଅଛୁ। ତ ପ୍ରଭୁଙ୍କର ଅନୁଗ୍ରହରେ ଗୋଟେ ବିଷୟ ମୁଁ ଦେଖିଲି ଯେ ପ୍ରଭୁ ମୋତେ ଏଇ ବର୍ଷର ଶେଷରେ କୋଉ ବାକ୍ୟକୁ ମୁଁ କହିବି, କ'ଣ ମୁଁ ଶିକ୍ଷା କରିବି, କ'ଣ ମୋ ଜୀବନ ପାଇଁ ହବ, ମୋ ଭାଇ ଭଉଣୀଙ୍କ ପାଇଁ ହବ, ମୋ ମଣ୍ଡଳୀ ପାଇଁ ହବ ଆଉ ମୋର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ଅନୁଗ୍ରହର ବିଷୟ ହବ, ତାହା ମୁଁ ଭାବୁଥାଏ ଆଉ ପ୍ରାର୍ଥନାରେ ଥାଏ। ଆଉ ଗୋଟେ ବିଷୟ ମୁଁ ପାଇଲି ଯେ ତୁମେ ମଣ୍ଡଳୀକୁ ଦେଖ। ହାଲେଲୁୟା। ଆପଣମାନେ ଜାଣନ୍ତି ଆଉ ଆପଣମାନେ ଧ୍ୟାନ ମଧ୍ୟ କରିଅଛନ୍ତି, ଶିଖୁଛନ୍ତି ମଧ୍ୟ ଯେ ଆପଣମାନେ ଏକ ଶେଷ ଯୁଗର ବ୍ୟକ୍ତି ବିଶେଷ ମାନେ ଅଟନ୍ତି। ହାଲେଲୁୟା। ଆପରେ ପ୍ରଭୁଙ୍କର ଆଗମନ ସନ୍ନିକଟ ଅଛି। ଅନ୍ୟମାନେ ବହୁତ ବିଷୟ ଏ ବିଷୟରେ ଜାଣନ୍ତି, ପ୍ରଭୁ ଶୀଘ୍ର ଆସୁଅଛନ୍ତି ଆଉ ଆମକୁ କ'ଣ କରିବାର ଅଛି ନା ଏକ କନ୍ୟା ସଦୃଶ ପ୍ରସ୍ତୁତିର ଜୀବନ କାଟିବାର ଅଛି। ତ ଏ ବିଷୟକୁ ମୁଁ ଏଇ ଶେଷ ବର୍ଷର ଶେଷ ରବିବାରରେ ଆପଣମାନଙ୍କ ନିକଟରେ ରଖିବାକୁ ଚାହିଁଲି। ଆଉ ପ୍ରଭୁ ଅନୁଗ୍ରହ କଲେ ଯେ ତୁମେ ଏଇ ବିଷୟ କୁହ। ମୋର କୌଣସି ବିଷୟ ନା ଜ୍ଞାନ ନା କୌଣସି ବିଷୟ ମୋ ପାଖରେ ଅଛି, କିନ୍ତୁ ପ୍ରଭୁ ସେ ସମସ୍ତ ବିଷୟ ପ୍ରୋଭାଇଡ କଲେ। ମୁଁ କେବଳ ପ୍ରଭୁଙ୍କ ଅନୁଗ୍ରହରେ ଗୋଟିଏ ଷ୍ଟେପ୍ ଆଗକୁ ବଢେଇଲି। ସେ ମୋ ପାଇଁ ଯେପରି ପିତର ପାଣିରେ ତାଙ୍କୁ ଚଲେଇଲେ ସେ ପ୍ରକାର ଆଜି ମୋତେ ସେ ଛିଡ଼ା କରୁଅଛନ୍ତି। ମୁଁ ବକ୍ତା ନୁହେଁ, ପରମେଶ୍ୱର ବକ୍ତା ଅଟନ୍ତି, ପବିତ୍ର ଆତ୍ମା ଶିକ୍ଷକ ଅଟନ୍ତି। ଆଉ ଆଜି ମୁଁ ଯାହା କହିବି ଏହା ମୋ ପାଇଁ ଆଉ ଆପଣମାନଙ୍କ ପାଇଁ। ପ୍ରେଜ୍ ଦ ଲର୍ଡ। ତେବେ ଆଜିର ଯେଉଁ ବିଷୟକୁ ଆମେ ଧ୍ୟାନ କରିବା ସେ ବିଷୟ ଏହି ପ୍ରକାର ଯେ ଆପଣମାନେ ଅତି ପରିଚିତ ବିଷୟ, ତାହା ହେଉଛି ଆପଣମାନେ ପାଇପାରିବେ ପ୍ରକାଶିତ ବାକ୍ୟ ତାର 3 ପର୍ବର 14ରୁ 22 ପର୍ଯ୍ୟନ୍ତ। ଆଉ ଯଦି କେହି ମୋତେ ସାହାଯ୍ୟ କରିବେ এই বিষয়କୁ ପଠନ କରିବାରେ ତାହେଲେ ଅଧିକ ଭଲ ହେବ। ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ ଯେ ଯେ ବିଶ୍ୱାସ ଓ ସତ୍ୟ ସାକ୍ଷୀ ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା ସେ ଏହା କହନ୍ତି, ଆମେ ତୁମର କର୍ମ ଜାଣୁ, ତୁମେ ଶୀତଳ ନୁହଁ କି ଉଷ୍ଣ ନୁହଁ, ତୁମେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା। ଏଣୁ ତୁମେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମେ ତୁମକୁ ଆପଣ ମୁଖରୁ ଉଦ୍ଧାର କରିବାକୁ ଯାଉଅଛୁ। ତୁମେ କହୁଅଛ ମୁଁ ଧନୀ, ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ, ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ ଏହା ଜାଣ ନାହିଁ। ଏଣୁ ଆମେ ତୁମକୁ ଏହି ପରାମର୍ଶ ଦେଉଅଛୁ, ତୁମେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ଆଉ ତୁମ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ ନିକଟରୁ କିଣ। ଆମେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ। ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ଦେଖ ଆମେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ ତାହେଲେ ଆମେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମେ ତାହା ସହିତ ଭୋଜନ କରିବୁ ଓ ସେ ଆମ ସହିତ ଭୋଜନ କରିବ। ଆମେ ଯେପରି ଜୟ କରି
କରି ଆମର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛୁ, ସେପରି ଯେ ଜୟ କରେ ଆମେ ତାହାଙ୍କୁ ଆମ ସହିତ ଆମର ସିଂହାସନରେ ବସିବାକୁ ଦେବୁ। ମଣ୍ଡଳୀଗଣକୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ହାଲେଲୁୟା। ପ୍ରଭୁ এই ବାକ୍ୟରେ ବୁଝିବାରେ ଏବଂ ଶ୍ରବଣରେ ଏବଂ ପ୍ରତ୍ୟେକ ଚାଳନାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଗୋଟିଏ ମିନିଟ୍ ଆମେ ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛି ପ୍ରଭୁ এই ସୁନ୍ଦର ସୁଯୋଗ ପାଇଁ। ତୁମେ କେଡ଼େ ଅନୁଗ୍ରହ କଲ ଆଜିର এই ବାକ୍ୟକୁ ପ୍ରଭୁ ଆମ ଜୀବନରେ ରଖିଅଛ। ପ୍ରଭୁ ବକ୍ତା ମୁଁ ନୁହେଁ, ତୁମେ ଅଟ ପ୍ରଭୁ। ସମସ୍ତ ବିଷୟ ତୁମେ ସମ୍ପୂର୍ଣ୍ଣ ଭାବରେ ଆଜି ଶିକ୍ଷା ଦିଅ। এই ବର୍ଷର ଶେଷ ରବିବାରରେ ତୁମେ ସମସ୍ତଙ୍କୁ ଏକ ମନ ପରିବର୍ତ୍ତନ, ଏକ ଉଦ୍ଯୋଗ, ଏକ ପ୍ରଭୁଙ୍କ ପାଇଁ ବ୍ୟବହାର ହେବା ପାଇଁ ହଁ ପ୍ରଭୁ ସେମାନଙ୍କୁ ଆହ୍ୱାନ ଦିଅ। ସେମାନେ ଯେପରି ନିଜର ଆହ୍ୱାନର ଯୋଗ୍ୟ ଆଚରଣ କରିପାରିବେ। ପ୍ରାର୍ଥନା ତୁମେ ଶୁଣିଅଛ। ମୋତେ ଏବଂ ପ୍ରତ୍ୟେକ ମଣ୍ଡଳୀର ସଦସ୍ୟକୁ ତୁମ ଯନ୍ତ୍ର ରଖି ନାଜରିତ ଯୀଶୁଙ୍କ ନାମରେ ପ୍ରାର୍ଥନା ପିତାଙ୍କ ଯନ୍ତ୍ରରେ ଉତ୍ସର୍ଗ କରୁଅଛି, ଆମେନ୍। ଆଜିର ଯେଉଁ ବିଷୟବସ୍ତୁ ମୁଁ ରଖିଛି ତାହା ଆପଣମାନେ ଜାଣିସାରିଲେଣି। ତାହା ହେଉଛି ଲାଉଦିକିଆ ମଣ୍ଡଳୀ। ଆଉ ଏହାକୁ ମୁଁ ବିଷୟକୁ ନାମକରଣ କରିଛି ମିଶନ ଲାଉଦିକିଆ। ଆଉ ତାହା କେବଳ ଇଂଲିଶରେ ଲେଖିଛି ମୁଁ ମିଶନ ଲାଉଦିକିଆ। ଆଉ କ'ଣ ପାଇଁ ମିଶନ ଲାଉଦିକିଆ? এই ଲାଉଦିକିଆ ମଣ୍ଡଳୀକୁ ଆମେ ସିଧାସଳଖ ଯିବା। ଏ ଲାଉଦିକିଆ ମଣ୍ଡଳୀରେ ଆପଣମାନେ ଦେଖୁଛନ୍ତି ଏଠାରେ ପ୍ରଥମ ପଦ ଯଦି ଆପଣମାନେ ଦେଖିବେ, ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ ବୋଲି କୁହାହେଉଛି। ଆଉ ଗତ ଦିନମାନଙ୍କରେ 24-25ରେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଶିକ୍ଷା ଲାଭ କରିଅଛନ୍ତି ଯେ ଦୂତ କାହାକୁ ବୁଝାଏ। ଆଉ ଗୋଟିଏ ତାରା ଆମକୁ କ'ଣ ଡିରେକ୍ସନ ଦିଏ ବୋଲି ପ୍ରଭୁଙ୍କ ଦାସମାନେ କେତେ ସୁନ୍ଦର ଭାବରେ ଶିକ୍ଷା କରାଉଥିଲେ ଆମକୁ। ଆଉ ତାପରେ এই ତାରା ଯେଉଁମାନେ କି ଆମକୁ ଗାଇଡ କରୁଅଛନ୍ତି, ଯେଉଁମାନେ କି ଆମକୁ କ'ଣ କରୁଛନ୍ତି ନା ଗୋଟେ ରାସ୍ତାରେ କଢ଼େଇ ନେଉଅଛନ୍ତି, ସେମାନେ ଦୂତମାନେ ଅଟନ୍ତି। ଆଉ ଏଇ ଦୂତମାନେ କୋଉମାନେ ଅଟନ୍ତି? ଯିଏକି ମଣ୍ଡଳୀର ସର୍ବସର୍ବା ମଣ୍ଡଳୀର ସମସ୍ତ ବିଷୟରେ ସେମାନେ ତାଙ୍କୁ লিড କରୁଛନ୍ତି। ଏମାନେ ହେଉଛନ୍ତି ଦୂତମାନେ। ହାଲେଲୁୟା। ତ ମୁଁ ଅଧିକ ରେଫରେନ୍ସ ଦେବିନି, ଯେହେତୁ ମୁଁ ଆଉ এই ପୁରା କମ୍ପ୍ଲିଟ ଲାଉଦିକିଆ ବିଷୟରେ ମୁଁ କହିବାକୁ ଚାହୁଁଅଛି। ତାପରେ ତଳେ ଯେତେବେଳେ ଦେଖିବେ ଯେ ସତ୍ 14 ପଦ ଆକା ଯେ ସତ୍ ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ଅର୍ଥାତ୍ ପ୍ରଭୁ ଯୀଶୁ ନିଜକୁ ଯୋଉଟା କି ଯେ ସତ୍ ଇଂଲିଶରେ ଯଦି ଆପଣମାନେ ଦେଖିବେ ସେଟା ଲେଖା ହୁଏ ଏଲୋହେ ଆମେନ୍, ଯୋଉଟା କି ଜିସାୟ ପୁସ୍ତକରେ ତାଙ୍କୁ ଆଡ୍ରେସ୍ କରାଯାଇଛି ଏଲୋହେ ଆମେନ୍, ଯୋଉଟା କି ପରମେଶ୍ୱର ଜିହୋବା। ଆଉ ତାଙ୍କେ କ'ଣ ନା ପ୍ରଭୁ ଯୀଶୁ ସେଇ ଆଡ୍ରେସକୁ ନିଜର ଆଡ୍ରେସ ନେଉଛନ୍ତି। ହାଲେଲୁୟା। ନିଜର ନାମକୁ ସେ ନିଜେ କହୁଛନ୍ତି ଏଲୋହେ ଆମେନ୍। ତ ପ୍ରଭୁ ପରମେଶ୍ୱର ଆମେ ପ୍ରଭୁ ଯୀଶୁ ହେଉଛନ୍ତି ଆମର ପରମେଶ୍ୱର ଅଟନ୍ତି। ସେ ନିଜର ଆଡ୍ରେସ କରୁଛନ୍ତି ଯେ ମୁଁ ହେଉଛି ଏଲୋହେ ଆମେନ୍, ମୁଁ ହେଉଛି ବିଶ୍ୱସ୍ତ ସାକ୍ଷୀ, ମୁଁ ହେଉଛି ଈଶ୍ୱରଙ୍କର ସୃଷ୍ଟିର ଆଦିକର୍ତ୍ତା। ଅର୍ଥାତ୍ ପ୍ରଭୁ କ'ଣ କରନ୍ତି ନା ପ୍ରଭୁଙ୍କର ଯେତିକି ସବୁ ପୁରାତନ ନିୟମରେ ଯାହା ବି ନାମକରଣ ଥିଲା, ତାଙ୍କୁ ଯେମିତି ଜିହୋବାଙ୍କୁ ଯେମିତି ଚିହ୍ନା ଯାଉଥିଲା, ତାହା ସେଇ ଆଡ୍ରେସକୁ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ଆଡ୍ରେସ କରୁଛନ୍ତି। ହାଲେଲୁୟା। ତ ଏଇ ଭୟଙ୍କର ବିଷୟ ଆମକୁ ବୁଝିବାକୁ ପଡ଼ିବ। ଆଉ ଯଦି ପ୍ରଭୁ ଯୀଶୁକୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଆଉ ପ୍ରଭୁ ବୋଲି ମାନୁଛନ୍ତି, ତାହେଲେ ଏଇ ଆଡ୍ରେସ ତାଙ୍କର ଅଟେ ବୋଲି ବି ବିଶ୍ୱାସ କରିବାକୁ ପଡ଼ିବ ଆମକୁ। 15 ପଦରେ ଆମେ ଦେଖିବା ଆମ୍ଭେ ତୁମର କର୍ମ ଜାଣୁ। ଆପଣ ପ୍ରକାଶିତ ପ୍ରଥମ ଯଦି ଆପଣମାନେ ଫାର୍ଷ୍ଟ ଚାପ୍ଟରରେ ହିଁ ଦେଖିବେ କହିଲେ ହି ଇଜ ଏ ସଭରେନ୍ ଗଡ୍, ସେ ସର୍ବଭୌମ, ସେ ସମସ୍ତ ବିଷୟ ଜାଣିବା ପରମେଶ୍ୱର ଅଟନ୍ତି। ସେଟା ପାଇଁ ପ୍ରଭୁ ଏଠାରେ କହୁଛନ୍ତି ଆମ୍ଭେ ତୁମ୍ଭର କର୍ମ ଜାଣୁ। ହାଲେଲୁୟା। ତ ଏ ମଣ୍ଡଳୀ ବିଷୟରେ ସେ କିଛି ବିଷୟ କହୁଅଛନ୍ତି। ଆଉ ଆପଣମାନେ ଯେତେବେଳେ ଏ ମଣ୍ଡଳୀକୁ ଦେଖିବେ, ଅନେକ ପ୍ରଭୁଙ୍କ ଦାସ ମାନେ କୁହନ୍ତି, ପ୍ରଭୁଙ୍କର ବାଇବେଲ ସ୍କଲାର୍ସ ମାନେ କୁହନ୍ତି ଯେ ଏଇ ମଣ୍ଡଳୀ ଯୁଗର ଶେଷ ମଣ୍ଡଳୀକୁ ଦର୍ଶାଏ। ଆଉ ଗୋଟିଏ ବିଷୟ ଅନେକ ଏଇ ବିଷୟ ବି କୁହନ୍ତି ଏଇ ଯୋଉ 7ଟା ମଣ୍ଡଳୀ ଥିଲା, এটা 7ଟା ଯୁଗ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ'ଣ ପୁନରୁତ୍ଥାନ ଉତ୍ତାରେ ଏଇ 7ଟା ମଣ୍ଡଳୀ କ'ଣ ହୋଇଛି ନା ଡେଭଲପ ହେଇଛି। ଆଉ ଏଇ 7ଟା ମଣ୍ଡଳୀ କ'ଣ ହେଇଛି ନା ଗୋଟିଏ ଜାଗା ଯୋଉଟା କି ଏସିଆ ମାଇନର ବୋଲି କୁହାଯାଏ ଇଂଲିଶରେ, ଆଉ ଆଜିକା ଡେଟ୍ରେ ତା ନାଁ ହେଉଛି ତୁର୍କୀ। ସେ ଜାଗାରେ ଏଇ 7ଟା ମଣ୍ଡଳୀ ଦେଖିବାକୁ ମିଳେ। ଗତ ଦିନମାନଙ୍କରେ ପ୍ରଭୁଙ୍କ ଦାସ କହୁଥିଲେ ଆଉ ଆପୋଷ୍ଟଲ ସାର୍ କହୁଥିଲେ
ଯେ ସପ୍ତର୍ଷି ତମେ କହୁଛ କିନ୍ତୁ ଏଇଟା 7ଟା ମଣ୍ଡଳୀ ଅଟେ। ହାଲେଲୁୟା। ତ ଏ ମଣ୍ଡଳୀ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ପରେ ପରେ ଏହା ଡେଭଲପ ହେଇଛି। ଆଉ ଏଇଟା କୋଉ ସମୟରେ ହେଇଛି ନା ପାଖାପାଖି ଆଫ୍ଟର ଆନୋ ଡୋମିନି, ଯୋଉଟା କି ପ୍ରଭୁଙ୍କର ଇୟର ପରେ, ପ୍ରଭୁଙ୍କର ପୁନରୁତ୍ଥାନ ପରେ ସେ ଏଇ ମଣ୍ଡଳୀ ଗୁଡ଼ିକ ଡେଭଲପ ହେଇଛି। ଆଉ ସେ ସମୟକୁ କୁହାଯାଏ, ପ୍ରଭୁଙ୍କର ପୁନରୁତ୍ଥାନ ପରେ ଯେଉଁ ଚର୍ଚ୍ଚ ଗୁଡ଼ିକ ଡେଭଲପ ହେଲା ସେ ସମୟକୁ କୁହାଯାଏ ନା ଆପୋଷ୍ଟୋଲିକ ଏରା। ସେଠାରେ ପାଉଲଙ୍କ ଭଳିଆ ପ୍ରଚାରକ ଥିଲେ, ସେଠାରେ ତିମୋଥି, ଜହନ ବହୁତ ବିଶେଷ ଭୟଙ୍କର ମହାନ ପ୍ରଚାରକ ମାନେ ପ୍ରଭୁଙ୍କ ପାଇଁ ବାହାରିଥିଲେ। ଆଉ ଏ ଆପୋଷ୍ଟୋଲିକ ଏରାରେ ଏଇ 7ଟି ମଣ୍ଡଳୀ କ'ଣ ହେଇଛି ନା ବାହାରିଛନ୍ତି। ଆଉ ଏଇ ମଣ୍ଡଳୀକୁ କୁହାଯାଏ ଡାଇରେକ୍ଟ ପାଉଲ এই ମଣ୍ଡଳୀକୁ ଗଠନ କରିଛନ୍ତି କି ନାହିଁ ତାର କୌଣସି ଏଭିଡେନ୍ସ ଠିକରେ ଆସୁନି, କିନ୍ତୁ କୁହାହେଉଛି ଯେ ଏପାଫ୍ରା ଯିଏକି ତାଙ୍କର ଗୋଟିଏ କ'ଣ ନା କୋ ୱାର୍କର ଅଟନ୍ତି, ତାଙ୍କର ଗୋଟିଏ ପ୍ରଭୁଙ୍କ ରାଜ୍ୟରେ ତାଙ୍କ ପାଇଁ ତାଙ୍କ ସହିତ ମିଶିକି କାମ କରିବା ବ୍ୟକ୍ତି ଏ ମଣ୍ଡଳୀକୁ ଗଠନ କରିଥିଲେ। ମୁଁ କାହିଁକି ଏ ବିଷୟ କହୁଛି, ଆପଣମାନେ ସେ ପୃଷ୍ଠଭୂମିକୁ ଜାଣିଲେ ଏ ମଣ୍ଡଳୀର କ'ଣ ସମସ୍ୟା ରହିଛି ତାହା ଜାଣିପାରିବେ, ଆଉ କ'ଣ ସଲ୍ୟୁସନ ରହିଛି ତାହା ମଧ୍ୟ ଜାଣିପାରିବେ। ହାଲେଲୁୟା। ଯେହେତୁ ଏହା ଶେଷ ଯୁଗକୁ ଦର୍ଶାଏ, ଆଜି ଏଇ ବର୍ଷର ଶେଷ ରବିବାର ଏହା, ଆଉ ଆପଣମାନେ ଏ ବିଷୟକୁ ବୁଝନ୍ତୁ। ଆଉ ନୂତନ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ଆପଣଙ୍କର ଗୋଟେ ମିଶନ, ଆପଣଙ୍କର ଗୋଟେ ଭିଜନ ହେବା ନିହାତି ଦରକାର। ପ୍ରେଜ୍ ଦ ଲର୍ଡ। ତ ଆମେ ଯେତେବେଳେ ଲାଉଦିକିଆ ମଣ୍ଡଳୀକୁ ଦେଖୁଛୁ, ଆଉ ଏଇ ମଣ୍ଡଳୀ ଯେତେବେଳେ ଡେଭଲପ ହେଉଛି ସେ ସମୟ ହେଉଛି ଆପୋଷ୍ଟୋଲିକ ଏରା। ଆଉ ସେ ସମୟରେ ପ୍ରଥମ ମଣ୍ଡଳୀ ଯୋଉଟା କି ଏଫିସିଓ ମଣ୍ଡଳୀ, ମୁଁ ପିପିଟି ବନେଇ ପାରିନି, ପ୍ରୋଜେକ୍ଟର ବି ନାହିଁ, କିନ୍ତୁ କନଭିନିଏଣ୍ଟ ହେଇପାରିଲାନି ବୋଲି ବନେଇ ପାରିନି, କିନ୍ତୁ ମୁଁ କହିବାକୁ ଚାହେଁ ଯେ ଯେଉଁ ଆପୋଷ୍ଟୋଲିକ ଏରା ଥିଲା, ଆପୋଷ୍ଟୋଲିକ ଚର୍ଚ୍ଚ ଥିଲା, ତାକୁ ମଧ୍ୟ ପ୍ରଭୁ ଏଇ 7ଟା ଯୁଗରେ କିଛି କିଛି ବାଇବଲ ସ୍କଲାର୍ସ ମାନେ ତାଙ୍କୁ ଡିଭାଇଡ କରିଛନ୍ତି। ପ୍ରଥମ ଚର୍ଚ୍ଚକୁ ଯଦି ଆପଣମାନେ ଦେଖିବେ ତାହା ହେଉଛି ଏଫିସିଓ ମଣ୍ଡଳୀ, ଯୋଉଟା କି ଖ୍ରୀଷ୍ଟଙ୍କର ଇନ୍ ଦ ପ୍ରେଜେନ୍ସ ଅଫ ଲର୍ଡ AD 30 ରୁ 100 ଭିତରେ এই চর্চ ଆପୋଷ୍ଟୋଲିକ ଚର୍ଚ୍ଚର ପୁରା ପ୍ରୋମିନେଣ୍ଟ କଲଚର ଦେଖିବାକୁ ମିଳେ। ତାଙ୍କ ପାଖରେ କଷ୍ଟ ଅଛି, ପ୍ରଭୁଙ୍କୁ ମାନେ କେତେ ପରସିକ୍ୟୁସନ ଅଛି, ତାଙ୍କର ଦାସମାନଙ୍କୁ ସେମାନେ କଷ୍ଟ ଦେଉଛନ୍ତି। ଆଉ ଏଇ ଏଫିସିଓ ମଣ୍ଡଳୀକୁ ଆପଣମାନେ ଯଦି ପଢ଼ିବେ ସେ ପାଖରେ ହିଁ ଅଛି, ସେଠାରେ ସେମାନେ ଡକ୍ଟ୍ରିନାଲି ବହୁତ ଷ୍ଟ୍ରଙ୍ଗ ଥିଲେ, ସେମାନେ ସମସ୍ତ ପ୍ରକାର ବିବ୍ଲିକାଲ ନଲେଜ ଥିଲା ସେମାନଙ୍କ ପାଖରେ, ଆପୋଷ୍ଟୋଲିକ ଲାଇଫଷ୍ଟାଇଲ ଥିଲା, କେମିତି ସୁସମାଚାରକୁ ନେବାଯାଏ ସବୁ ଥିଲା। କିନ୍ତୁ ଗୋଟେ ବିଷୟ ସେଇଠି ପ୍ରଭୁ ତାଙ୍କୁ ଆଡ୍ରେସ କରୁଛନ୍ତି, ତମର କ'ଣ ନାହିଁ ନା ପ୍ରେମ, ଆଦ୍ୟ ପ୍ରେମ ଶୀତଳ ହୋଇଯାଇଛି। ତାପରେ କ'ଣ ଦେଖିବେ ତମେ, ସେକେଣ୍ଡ ଯେତେବେଳେ ଆପଣମାନେ ଦେଖିବେ ସ୍ୱର୍ଣ୍ଣ ମଣ୍ଡଳୀ, ଆଉ ସ୍ୱର୍ଣ୍ଣ ମଣ୍ଡଳୀ ଆଉ AD 100 ରୁ AD 313 ଭିତରେ ଏଇଟା ଗୋଟିଏ ସ୍ୱର୍ଣ୍ଣ ମଣ୍ଡଳୀ, ଯୋଉଠିକି ପରସିକ୍ୟୁସନ, ପ୍ରଭୁଙ୍କ ପାଇଁ ତାଡ଼ନା ଭୟଙ୍କର ଥିଲା। ଆଉ ଲୋକମାନଙ୍କୁ ଶୈତାନର ଦଳମାନେ କ'ଣ କରୁଥିଲେ, କାରାଗାରରେ ନିକ୍ଷେପ୍ତ କରୁଥିଲେ ସ୍ୱର୍ଣ୍ଣ ମଣ୍ଡଳୀରେ। ଆଉ ତାପରେ ଆପଣମାନେ ଦେଖିବେ AD 113 ରୁ 590 ସେଟା ଥିଲା ପର୍ଗମ। ଆଉ ଯେତେବେଳେ ତାଡ଼ନା ଅଧିକ ଆସିଲା, କ'ଣ ହେଲା ନା ପ୍ରଭୁଙ୍କର ପ୍ରଚାର ବି ସେ ସମୟରେ ଅଧିକ ବଢୁଛି। ଆଉ ଲାଷ୍ଟରେ କ'ଣ ହେଲେ ନା ସେ ରୋମ ସାମ୍ରାଜ୍ୟ, ଯୋଉଟାକି ମୁଁ ଏସିଆ ମାଇନର କହୁଛି, ରୋମ ସାମ୍ରାଜ୍ୟରେ ପୁରା ରୋମ ଏମ୍ପାୟାର କ'ଣ ହେଲା, ପ୍ରଭୁଙ୍କୁ ଜାଣିଲା। ଆଉ ସେଠାକାର ଯିଏ ମେନ୍, ସେଠାକାର ଯେଉଁ କିଙ୍ଗ, ସେଠାକାର ଯିଏ ଆଡମିନିଷ୍ଟ୍ରେଟିଭ ଇନଚାର୍ଜ ଅଥରିଟି, ସେମାନେ କ'ଣ କଲେ, ଆଉ ଆମେ କିଛି କରିପାରିବାନି, ବର୍ତ୍ତମାନ ଆମେ ଷ୍ଟେଟକୁ କ'ଣ କରିବା, ଗୋଟେ ଖ୍ରୀଷ୍ଟିଆନ ଷ୍ଟେଟରେ ଡିକ୍ଲେୟାର କରିବା। ପୁରା ଷ୍ଟେଟ କ'ଣ ଅଛି ନା ଗୋଟେ ରୋମାନ ଏମ୍ପାୟାର, ଗୋଟିଏ ଖ୍ରୀଷ୍ଟିଆନ ଷ୍ଟେଟରେ এই ପର୍ଗମ ସମୟରେ ସେମାନେ ନିଜକୁ ଷ୍ଟେଟ କଲଚର ହେଲା। ଆପଣମାନେ ଜାଣନ୍ତୁ, এটা ଗୋଟିଏ ଧ୍ୟାନର ବିଷୟ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେତେବେଳେ ବି ଗୋଟିଏ ଦେଶ ଗୋଟିଏ ଧର୍ମକୁ ନିଜର ଦେଶ ପାଇଁ କ'ଣ କରିବ ନା, ଗୋଟିଏ ଧର୍ମ ଅନୁମୋଦିତ ଯଦି ଦେଶ କଲା, ସେଠାରେ ତାପରେ କ'ଣ ହେବ ନା, ବ୍ୟଭିଚାରର ଆତ୍ମା କାମ କରିବ। କାହିଁକି ନା ସେମାନଙ୍କର ଯିଏ ଅଥରିଟି ଅଛନ୍ତି, ସେମାନେ ନାଇକି ଆକ୍ଚୁଆଲି କ'ଣ କରନ୍ତି ନା, ପ୍ରଭୁଙ୍କର ବାକ୍ୟ ଉଦ୍ଦେଶ୍ୟରେ ସେଇଟା ନ କରିକି ଧନର ଲୋଭରେ ଅନ୍ୟମାନଙ୍କୁ ବିଶ୍ୱାସ ଦେଖେଇକି କଣ୍ଟ୍ରୋଲ କରିବା ପାଇଁ ସେ ଷ୍ଟେଟକୁ କ'ଣ କରନ୍ତି, ଧର୍ମର ବିଶ୍ୱାସରେ ସେମାନଙ୍କୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତି, ସୋ ଦ୍ୟାଟ୍ ସେମାନଙ୍କର ରେଭିନ୍ୟୁ ଜେନେରେଟ୍ ହେବ, ସୋ ଦ୍ୟାଟ୍ ସେମାନେ କ'ଣ କରିପାରିବେ, ନିଜର କ'ଣ
ନିଜର ଯେଉଁ ଗଦି ଅଛି ନିଜର ସମସ୍ତ ଶାସନ ଅଛି ସୁସ୍ଥିର ରହିବ। ଏଇ ଉଦ୍ଦେଶ୍ୟରେ ସେମାନେ କ'ଣ କଲେ ପୁରା କଣ୍ଟ୍ରିକୁ ଜବରଦସ୍ତି କିଏ ଶୁଣୁ ନ ଶୁଣୁ ଉଲ୍ଟା ଲୋକମାନଙ୍କୁ ଫୋର୍ସ କନଭର୍ସନ୍ ଗୋଟେ ଯେଉଁ ୱାର୍ଡ ଆମେ ଶୁଣୁଛୁ ଏବେ ସେ ସମୟରେ ସେଇଟା ଡେଭଲପ୍ ହେବା ଷ୍ଟାର୍ଟ ହେଲା ଧୀରେ ଧୀରେ। ତାପରେ ଆପଣମାନେ ଦେଖିବେ ଯେତେବେଳେ 4 ନମ୍ବର ମଣ୍ଡଳୀ ଥିଉଥରିଆ ସେଇଟା ହେଉଛି ପୋପାଲ ଚର୍ଚ୍ଚ ବୋଲି କୁହାଯାଏ। ଆଉ ସେଇଠି ପୋପଙ୍କର କ'ଣ ହେଉଛି ନା ଡିସ୍କଭରି ହେଉଛି ଜଣେ ଏମିତିକା ଲୋକ ଯିଏକି ପୁରା ଖ୍ରୀଷ୍ଟିଆନ ସମାଜ ପାଇଁ ଟପ୍ ଲିଡର। ସେ ଯାହା କହିବ ସେହା ହବ। ସେ ମାନେ ପ୍ରଭୁଙ୍କର ଜଣେ ଦୂତ। ସେ ଜଣେ ପ୍ରଭୁଙ୍କ ସହିତ ସେ ହିଁ କଥାବାର୍ତ୍ତା କରୁଥିବ। ଏଇ ପ୍ରକାର ଏକ ଭୟଙ୍କର ବାତାବରଣ ମାନେ ଆପଣମାନେ ତାଙ୍କୁ କ୍ୱେଶ୍ଚିନ୍ କରିପାରିବେନି, ଆପଣମାନେ ତାଙ୍କୁ ଆନ୍ସର କରିପାରିବେନି, ଆପଣମାନେ ତାଙ୍କୁ ଭେଟିବା ପାଇଁ ହେଲେ ବହୁତ ସାରା ପ୍ରୋସିଜର ଦେବାକୁ ପଡ଼ିବ। ସେ ଯେହେତୁ ପୁରା ଷ୍ଟେଟକୁ ନିଜ ନିୟନ୍ତ୍ରଣରେ ରଖୁଥିଲେ ଏ ପ୍ରକାର ପାୱାରଫୁଲ କଲଚର ସେଇଟା ଡେଭଲପ୍ ହେଲା। ଆଉ ଥିଉଥରିଆରେ ଆପଣମାନେ ଜାଣନ୍ତି ଆଉ ଏଇ ସମୟ ମୁଁ କହିବାକୁ ଚାହେଁ AD 590 ରୁ AD 1517 ଏ ଭିତରେ ଯଦି ଆପଣମାନେ ହିଷ୍ଟ୍ରିରେ ଦେଖିବେ ସେଟାକୁ ଭେରି ଡାର୍କ ଏଜ୍ ବୋଲି କୁହାଯାଏ। ଆଉ ସେ ଏଜ୍ରେ କ'ଣ ହୁଏ ନା ଜିଜାବେଲର ଆତ୍ମା ମଣ୍ଡଳୀରେ ପଶିଛି। ଆଉ ଏ ଥିଉଥରିଆରେ ପ୍ରଭୁ କହୁଛନ୍ତି ଯେ ଜିଜାବେଲ ନାମ୍ନୀ କ'ଣ ଯେଉଁ ବ୍ୟଭିଚାରର ଆତ୍ମା ମଣ୍ଡଳୀରେ ପଶିଛି। ଆଉ ଆପଣମାନେ ଦେଖନ୍ତୁ ଯେତେବେଳେ ପୋପାଲ ଚର୍ଚ୍ଚ ଡେଭଲପ୍ ହେଉଛି ସେତେବେଳେ ମୂର୍ତ୍ତି ପୂଜାକୁ ବି ଖ୍ରୀଷ୍ଟିଆନ କଲଚରରେ ଡେଭଲପ୍ କରାହେଉଛି। ଏଇଟା ଭୟଙ୍କର ବିଷୟ। ମୂର୍ତ୍ତି ପୂଜାକୁ କ'ଣ ନା ପ୍ରଭୁଙ୍କର ଦାସମାନଙ୍କର ମୂର୍ତ୍ତି, ପ୍ରଭୁଙ୍କର ମାଆର ମୂର୍ତ୍ତି ସମସ୍ତେ ମୂର୍ତ୍ତି ପୂଜାକୁ ଧୀରେ ଧୀରେ କ'ଣ କରାହେଉଛି ସେଇଟା ଏନକରେଜ୍ କରାହେଉଛି। ଆଉ ଏଇଟା ଏକ ବ୍ୟଭିଚାର ଅଟେ, ସ୍ପିରିଚୁଆଲ ବ୍ୟଭିଚାର ଅଟେ ଯୋଉଟାକି ଜିଜାବେଲର ଆତ୍ମା ମଣ୍ଡଳୀରେ ପଶିଗଲା, ଖ୍ରୀଷ୍ଟିଆନ ସମାଜରେ ପଶିଗଲା। ଆଉ ତାହା ଅଥରିଟିକୁ ନିଜ କଣ୍ଟ୍ରୋଲରେ ରଖିବା ପାଇଁ ଜିଜାବେଲର ଆତ୍ମା ପ୍ରଭୁଙ୍କ ଆଗରେ ଏକ ବ୍ୟଭିଚାରର କାରଣ ହେଇଛି। ଆଉ ଏଇଟା ଥିଉଥରିଆ ମଣ୍ଡଳୀର ଏକ ଭୟଙ୍କର ବିଷୟ ଅଟେ। ଆଉ ଏଇଟା କ'ଣ ନା ପୋପାଲ ଚର୍ଚ୍ଚ ଯେତେବେଳେ କି ଖ୍ରୀଷ୍ଟପୂର୍ବ କେତେ 590 ରୁ 1517 ଭିତରେ ଏଇ ପୋପାଲ ଚର୍ଚ୍ଚ ହେଇଛି। ତାପରେ ଗୋଟିଏ ଚର୍ଚ୍ଚ ଯୋଉଟାକି ସାର୍ଦି ବୋଲି କୁହାଯାଏ। ସାର୍ଦି ଚର୍ଚ୍ଚରେ କ'ଣ ହେଇଛି ନା ଖ୍ରୀଷ୍ଟପୂର୍ବ 1517 ରୁ 1730 ଭିତରେ ଗୋଟିଏ ସାର୍ଦି ରୂପକ ଏକ ଚର୍ଚ୍ଚ ଡେଭଲପ୍ ହେଇଛି। ମୁଁ ଆପଣମାନଙ୍କୁ ସେ ଏରାକୁ ଏଇ 7ଟା ଚର୍ଚ୍ଚରେ ଡିଭିଜନ୍ କରୁଛି। ଆପଣମାନେ ଭାବନ୍ତୁନି ଯେ ସେ ସମୟରେ ଏ ଚର୍ଚ୍ଚ ବାହାରିଛି, ନାଇଁ ସେ ସମୟରେ ନାହିଁ, ସେ ସମୟରେ ଏ କ୍ୟାରେକ୍ଟର ଯାକ ଦେଖିବାକୁ ମିଳୁଛି। ସେ 7ଟା ଚର୍ଚ୍ଚ ପ୍ରଭୁଙ୍କର ପୁନରୁତ୍ଥାନ ପରେ ପରେ ହିଁ ଡେଭଲପ୍ ହେଇଛି। କିନ୍ତୁ ସେ ଯେଉଁ 7ଟା ଚର୍ଚ୍ଚର କ୍ୟାରେକ୍ଟର ଥିଲା ସେ କ୍ୟାରେକ୍ଟର ଅନୁସାରେ ସେ 7ଟା ଯୁଗର ପ୍ରୋବ୍ଲେମ୍ ଆଉ ସମସ୍ୟା ଆଉ ସଲ୍ୟୁସନ୍ ଆଉ ତାଙ୍କର ଉଦ୍ଦୀପନା ସେଇଟା ଦେଖିବାକୁ ମିଳୁଛି। ହାଲେଲୁୟା। ଆଉ ତାପରେ ଯେତେବେଳେ ସାର୍ଦି ମଣ୍ଡଳୀର କଣ୍ଡିସନ୍ ଆପଣମାନେ ଦେଖିବେ ସେ ସମୟରେ ଏମାନେ କ'ଣ ନା ଗୋଟେ ରିଫର୍ମ ଆଣିକି ଆସିଲେ। ଆଉ ସେ ସମୟରେ କେଉଁ ସମୟ ନା AD 1517 ରୁ 1730 ଭିତରେ ମାର୍ଟିନ ଲୁଥର ନାମକ ଗୋଟିଏ ପ୍ରଭୁଙ୍କ ଦାସ ଆସିଲେ ଯିଏକି ଏ ପୋପାଲ କଲଚର ଏଇ ଯେଉଁ ପୋପର ଯେଉଁ କଲଚର ଥିଲା ଯାହାକୁ କି କ୍ୱେଶ୍ଚିନ୍ କରିହେବନି, ଯାହାକୁ କି କୌଣସି ଆନ୍ସର ଦେଇହେବନି, ବାଇବେଲକୁ ମଧ୍ୟ ସେମାନେ କ'ଣ କରୁଥିଲେ ଲିମିଟେଡ୍ କରିବା ପାଇଁ ଚେଷ୍ଟା କରୁଥିଲେ। ଆଉ କ'ଣ ମୂର୍ତ୍ତି ପୂଜାକୁ ଏନକରେଜ୍ କରିଛନ୍ତି ଚର୍ଚ୍ଚ ମାନଙ୍କରେ। ଆଉ ସେ ସମୟରେ ଇଏ ବ୍ୟକ୍ତି ପ୍ରଭୁଙ୍କୁ ଭୟ କରି ସେ ଛିଡ଼ା ହେଇଛି। ହାଲେଲୁୟା। ତାକୁ କେତେ ଡେଥ୍ ଥ୍ରେଟ୍ ଆସିଛି, କେତେ ଭୟଙ୍କର ବିଷୟ ଆସିଛି, ଲୋକମାନଙ୍କୁ ସେତେବେଳେ ମାରୁଥିଲେ। ଆଉ ସେ ସମୟରେ ଇଏ ରିଫର୍ମ ଆଣିକି ଆସିଛି। ସାର୍ଦି ମଣ୍ଡଳୀର ଯଦି ଆପଣମାନେ କ୍ୱାଲିଟି ଦେଖିବେ ସେ ସମୟରେ ଚର୍ଚ୍ଚ ରିଫର୍ମ ହେଉଛି, ଏକ ଭିନ୍ନ ରିଫର୍ମେସନକୁ ଆସୁଛି। କାରଣ ଏ ବ୍ୟକ୍ତି ପାଖରେ ପ୍ରଭୁଙ୍କର ଭିଜନ ଥିଲା, ପ୍ରଭୁଙ୍କର ମିଶନ ଥିଲା ଯେ ମୁଁ କେମିତି ମୋର ମଣ୍ଡଳୀ, ମୋ ଯୁଗର ମଣ୍ଡଳୀ, ମୋର ଯୁଗର ଲୋକମାନଙ୍କୁ ମୁଁ ଉତ୍ସାହିତ କରିବି ପ୍ରଭୁଙ୍କ ପାଇଁ ଛିଡ଼ା କରିବି। ଯାହା ନ୍ୟାୟ, ଯାହା ଠିକ୍ ବିଷୟ ତାହା ହିଁ ମୁଁ ସେମାନଙ୍କୁ ଜଣେଇବି। ଆଉ ମୁଁ କ'ଣ କରିବି ଅଥରିଟି ଏଗନେଷ୍ଟରେ କ୍ୱେଶ୍ଚିନ୍ କରିବି ଆଉ ପ୍ରଭୁଙ୍କର ଯାହା ଠିକ୍ ବିଷୟ ତାହା କହିବି। ତାପରେ ପରେ ଯେତେବେଳେ AD 1730 ରୁ 1900 ଯାଇ ଯଦି ଆମେ ଯିବା ସେ ସମୟରେ ଗୋଟେ ବଢ଼ିଆ ଚର୍ଚ୍ଚର କ୍ୟାରେକ୍ଟର ଆମକୁ ଦେଖିବାକୁ ମିଳେ ଯାହାକି ଫିଲାଡେଲଫିଆ ଚର୍ଚ୍ଚ। ହାଲେଲୁୟା। ଆଉ ଏ ଫିଲାଡେଲଫିଆର ଚର୍ଚ୍ଚର କ୍ୟାରେକ୍ଟର ଯୋଉଟା ଅଛି ତାହାକୁ କହୁଛନ୍ତି କ'ଣ ନା ମିଶନାରୀ ଚର୍ଚ୍ଚ। ଆଉ ଏ ଯେଉଁ ମାର୍ଟିନ ଲୁଥର ପରେ ପରେ ଏ କ୍ୟାରେକ୍ଟର ଡେଭଲପ୍ ହେଇଛି। ଏ ମିଶନାରୀ ଚର୍ଚ୍ଚର ଲୋକମାନେ ଦୁନିଆର ପୁରା ସୀମାର ପୁରା ପ୍ରାନ୍ତରର ସୀମା ପର୍ଯ୍ୟନ୍ତ ଯାଇକି
प्रभु जीशुंकर वाक्य को प्रचार कर कहते आज भी से विषय को शुणा पड़े जे हाँ तुम माने मिशनारीज जाक मिशनारीज मान भितर भी स्लोगान आसे जे तुम मिशनारीज मान को आनीच मिशनारी चर्च गोटे डेभलप है आफ्टर द रिफॉर्म चर्च जोटा कि सार्दीर क्यारेक्टर को देखाए से समय गोटे फिलाडेल्फिया चर्च आसला आउ फिलाडेल्फिया चर्च को आउ स्वर्णा चर्च को प्रभु बहुत तांकर गुड क्वालिटीज को एनकरेज करूछंती आउ तांको कहउछंती जे तुमे फिलाडेल्फिया को कोन जहा शिक्षा करिछो जहा विषय जानिछो सेटा शेष पर्यंत तुमे धरि रखो हालेलुया हालेलुया आउ ए फिलाडेल्फिया चर्च रे गोटे विषय आमे जानुछु जे परमेश्वर देखिबे आपण माने जदि सेही प्रकाशित वाक्य 3 पर्व 8 पद रे जे देखिबे से एहा कहंती आम्भे तुमरो कार्य जान देखो आम्भे तुम सम्मुख रे गोटिए द्वार फिटाई अछु केही ताहा बंद करि पारे नाही कारण तुमरो शक्ति सामान्य तथापि तुम्हे आमरो वाक्य पालन करी आमरो नाम अस्वीकार करिना हो हालेलुया हालेलुया तो सेमानंकु प्रभु गोटे विषय कहउछंती जे तुम्हे आमरो वाक्य को सर्वदा पालन करिछो केबे भी तमे छाड़ी ना हालेलुया हालेलुया आ सेहिति पई फिलाडेल्फिया चर्च को एक मिशनरी चर्च बोली कुआ जाय तांकर आज्ञा पालन करिबा होची तांकर मिशन अटे आ प्रभु जते बेले से पुनरुत्थान समय रे गोटे विषय कहिले जे तुमे जाओ आओ ग्राम नगर शहर प्रत्येक सीमा प्रत्येक अंचल प्रत्येक समग्र पृथ्वी को जाओ आ मो नाम रे तुम्हें कौन करो ना तांको बपतिस्म दियो तांको शिक्षा दियो तुम्हें तांको शिष्य करो आ तुम्हें जाओ इट इज ए कमांडमेंट एंड इट इज ए अथॉरिटेटिव कमांडमेंट हालेलुया हालेलुया अथॉरिटी देकी प्रभु पठै छथि आमानकु तो एटा होची मिशनरी चर्च रो गोटे लक्ष्य आ द्वितीय जेतेबे आमे देखिबा से समय रे जोटा कि एडी 1900 रु एबे पर्यंत जोटा कि आमे आजी पढुछु जे लाउदिकिया मंडली ताकू कुहा जाए अपोस्टेट चर्च हालेलुया हालेलुया मु एई चर्च रो सातटा आनिबार विषय एहा जे आपण तार गुरुत्व को बुझंतु एई चर्च रे जेतेबे आपण माने पढिले जे ए माने शीतल उष्म नुह कि शीतल नुह ए माने ईश्वर उष्म अटंती आउ एमान को प्रभु कौन कहउछंती ना तुमे कहउछो मोर कोनोसी अभाव नाही मो बहुत धनी आ मोर बहुत संपत्ति अछि प्रभु से मानु कहउछंती दुर्भागा दिनहीन दरिद्र अंध उलंग एहा जानो नाही तापरे से कहउछंती मो पाखरु तुमे अंजन किण आ ए समस्त विषय काहे कि मु हाइलाइट कली आपण माने जते बेले तांकर ऐतिहासिक पृष्ठभूमि को आपण माने जिबे से समय गोटे विषय आपण माने जानि पारिबे जे से माने सेबाका डेट रो सबुठो धनी व्यक्ति माने थिले सेठारे ब्लैक ऊल बोली एक ऊल सेठे चाष होचे कल्चर होतिला सेठारे आ दुनिया रे सबुठो क्वालिटी ऊल तांको पाखरे थिला चाइना रे मध्ये थिला किंतु से माने से निजर ब्लैक ऊल को से माने ट्रेड करूथिले निजे तो व्यवहार करूथिले ता सहित पूरा वर्ल्ड को से माने ट्रेड करूथिले सेटा गोटे ट्रेड सेंटर थिला आ से सेंटर रे कोन होउची ना सेठारे से माने एमिति किया गोटे वाटर सिस्टम डेवलप करिथिले से वाटरटा तांकर से एरिया रो 10 माइल दूर रे थिला आ सेटा बहुत मीठा पानी ठंडा पानी किंतु से माने गोटे अंडरग्राउंड पाइपलाइन आनिकी निजर एरिया रे चारिआडे वाटर फ्लो सिस्टम डेवलप करथिले से समय को समय जो समय कि लगभग केते 1 रु 50 एडी भितरे ए सिस्टम से मान डेवलप करथिले जोटा कि दुनिया पाई गोटे एक विशेष एडवांस टेक्नोलॉजी थिला तांको पाखरे बैंकिंग सिस्टम भी थिला से जुगरे जते बेले कि आमे एठारे बैंकिंग सिस्टम एबे पाउचु से समय तांकर बैंकिंग सिस्टम थिला से समय जिहुदी लोक माने एते एडवांस थिले आ से कोन करथिले तांकर मेडिकल सिस्टम भी डेवलप करथिले आपण माने देखंतु प्रभु यीशु कहउछन जे तुमे अंजन किनो एको आई रो ऑइंटमेंट से मान डेवलप करथिले जोटा कि तांकर कान आखि रे लगेले कोन होतिला तांकु जो रोग जाको सेते बेले होतिला से समय से जाको माने तांकु प्रिजर्वेटिव करिवा पई बा तांकु ठीक रे रखिवा पई आई सिस्टम रो ऑइंटमेंट डेवलप करथिले तो मु काहे कि पृष्ठभूमि कहली
कहबार मेन कारण हूँ एटा जे प्रभु तमर कंडीशन तुमे जेंती बंचुच जेमिति चालुच तमर लाइफस्टाइल तमर जहा अछि ताहा को ही एग्जांपल देकी से मंडली को कहउछंती हालेलुया। से मंडली रे फाइनेंस भयंकर थिला से माने बाहरु पानी आनी की गोटे अंडरग्राउंड सिस्टम करिसंती आ से चैनल रे जते बेले से पानी आसे मधुर जल सेटा भीतर आसे भूतल जल भीतर पाइप अंडरग्राउंड पाइपलाइन नहीं आसे आ जते बेले सेटा पिया हुए कौन हुए ना किछि इम्प्योरिटीज किछि मैला सेटे मिसी जाए कारण कि ना तांकर पाइप चैनल जाको टिके सेते बेले डेवलप नथिला से जो मेटल जाको मेटल रे पानी मिसी मिसी से पानी मैला हो जाय माने इम्प्योरिटीज हेछि सेटा जते बेले पाटी रे पकोउथिले से माने किए जदि हठात पाटे पकाउथिले से माने गोटे अलगा टेस्ट आसुची गोटे ना गरम लागुची ना ठंडा लागुची माने कोन कर पाटे पको पको बाहर करछि हिंदिया पानी माने सेते बेले वाटर सिस्टम टा एते डेवलप करथिले बाहर आनुथिले किंतु से जो इम्प्योरिटीज से माने फील करछन्ती निजे से बेकार लोक माने फील करछन्ती निजे जे ए ईश्वर दुश्मर स्टेट तांकर वाटर टेस्ट कोन आ प्रभु सेटा ही तांको एग्जांपल दउछन्ती जे तुमे ना कौन हेलो ना शीतल हेलो ना उष्म हेलो तुमे ईश्वर दुष्म तांकर वाटर स्टेट थिला गोटे ईश्वर दुष्म स्टेट आ सेटा पकेइले तांको केमिति लागुथिला आ बाध्य होई कि से माने कोन पाठिरु बाहर कर दोथिले ई स्टेट ता जोटा से माने निजे जानि छथि सेटा आ प्रभु सदा बेले आपनकर लाइफस्टाइल केंती आपनकर काम केंती ए चर्च रो कोन मेन विषय अछि से माने प्रभु सर्वस्त विषय जानंती आ जानि कि से हिसाब रे आपन मानु को एक एग्जांपल दियंती हालेलुया एहा कहबा को मु चाहे आ एमानो को पाखरे कोन थिला ना बहुत धन थिला बैंकिंग सिस्टम से डेवलप हेछि प्रभु कोन कहले ना तुमे होचो कोन दिनहीन दरिद्र दुर्भागा से माने जेते बेले 50 एडी रे गोटे दुर्भिक्ष आसुची पूरा प्रत्येक देश रे रोम साम्राज्य रिलीफ पठाउची से समय एमाने रोम साम्राज्य रो रिलीफ भी नौ ना से माने एते फाइनेंशियली स्ट्रांग थिले प्रभु मानु कोन कहउछंती दरिद्र दिनहीन दुर्भागा हालेलुया आउ गोटे विषय आपण माने जानिबे सेठारे क्रिश्चियनिटी रो गोटे मेन सेंटर थिला से क्रिश्चियनिटी रो गैलरीज जाको से माने बनै थिले हिस्टोरिकल बैकग्राउंड जो देखिबे सेठारे गॉस्पेल दिया होतिला सब माने क्रिश्चियन थियोलॉजिकल मिशन चर्च भलिया एबे चर्च को जाय किंतु सेते बेले से गैलरीज जाको थिला जोटे कि प्रभुंकर शिक्षा को प्रचार करा जाउथिला आ सेडा क्रिश्चियन मानकर मध्य केंद्र स्थली थिला से भलिया एरिया को से भलिया चर्च को प्रभु दरिद्र दिनहीन उन्नत बोली कहउछन्ति आ काहे के कहउछन्ति सेमान को भितरे एते सारा विषय से माने अचीवमेंट करि सारले जोठी कि से माने निजे कहउछन्ति प्रभु एटा कहउनांती तुम्हे कहउछ बोली प्रभु कहउछन्ति मो धनी मोर कोनोसी अभाव नै आ स्पिरिचुअली आ मटेरियलिस्टिकली से माने निजो को सेल्फ डिक्लेयर करूछन्ति जे मोर कोनोसी अभाव नाही ना स्पिरिचुअली मोर कोनोसी अभाव अछि ना फाइनेंशियली मोर कोनोसी अभाव अछि प्रभु मते सब देइछन्ति किंतु प्रभु से मानु कोन कहउछन्ति ना तुमे होछ दुर्भागा दिनहीन दरिद्र आ मु देखुथिली प्रभु ए विषय से चर्च को काहे के कोहा होछि गोटे विषय आपण माने तार सॉल्यूशन रे देखिबे जदि आपण माने 20 पद देखंती देखो आम्भे द्वार निकट रे ठिया होई आघात करूछु जदि कहीं आमर स्वर सुनी द्वार फिटेई दबो ताहेले आम्भे प्रवेश करी ताहा निकट को जीवु पुणी आम्भे ताहा सहित भजन करिवु ओ से आम्भ सहित भजन करिवु एटा होची प्रभुंकर गोटे सॉल्यूशन बा प्रभु गोटे घोषणा करूछन्ति जदि तमे द्वार फिटेइबो कहले आमे तुम सहित भोजन करिवु एटा कोन भाई से कहले फिलाडेल्फिया रे आपण माने जो देखिबे तार आंसर अछि फिलाडेल्फिया रे कोन लेखा होची मु जो पद पढिली 8 पद से प्रकाशित वाक्य 3 रो 8 पद से एहा कोनती आम्भे तुमरो कार्य जानु देखो आम्भे तुम सम्मुख रे गोटे द्वार फिटाई अछु केही ता बंद करि पारे नाही कारण तुमरो शक्ति सामान्य तथापि तुम्हे आमर वाक्य पालन करी आम्भर नाम स्वीकार करि नाहो हालेलुया तो द्वार फिटा जाई अछि फिलाडेल्फिया रे
फिलाडेल्फिया चर्च गोटे मिशनरी चर्च थिला आउ सेठारे लोक माने प्रभुंकर वाक्य अनुमोदित जीवन काटी गोटे तांको पाखरे मिशन थिला ए चर्च रे से माने पूरा सैटिस्फाई हेकि अछंती से माने पूरा फुल हेकि अछंती से मानको पाखरे कोनोसी मिशन नाही से मानको पाखरे कोनोसी विजन नाही आ से माने निजर मंडली रो द्वार कोन करिसंती बंद करिसंती से माने कहउसंती मो पाखरे सब अछि से माने कहउसंती मो पाखरे एवरीथिंग अछि आउ से माने कोन होई जाइछंती ना कंफर्ट होई जाइछंती गोटे आरामदायक जीवन रे काटुछंती जोटी कि से माने रेगुलर अनुमोदित समस्त विषय प्रभुकर करूछंती समस्त विषय से माने निजर फाइनेंशियल करूछंती आउ से माने कहउछंती मु ठीक अछि मोर कोनोसी अभाव नै प्रभु से मानू कहउछंती जे तुमे होछ दिनहीन दरिद्र दुर्भागा तम्यो पाखरे कोन प्रभु को पाई मिशन नाही मु मोर भाई भौणी मानू बापा माँ मानू ए चर्च समस्त को आज एनकरेज एइथिपाई करबा को चाहे जे जेते बेले आपण माने कंफर्ट हे जिवे से समय रे धीरे धीरे कोन होबो आपण को जीवन रे गोटे कल्ट कल्चर डेवलप होबो सेटा मु निज को कुहे आ आपण मानकु भी कुहे जेते बेले मु कंफर्ट रे रुहे मो पाई आ विजन नाही मु कोन करे मु सिखुची मु हे गला मोर आ मो पाई मिशन नाही मोर सेल्फ मिशन नाही चर्च रो सेल्फ मिशन नाही मु एटा कहू नाही जे ए चर्च ए जुगर चर्च समस्त सेमिति मु कोन कहबा को चाहे जे आमे हमरो जीवन ए मंडली रो कोन अवस्था सेही प्रकार अछि कि आमे ए कल्ट कल्चर रे रहूचु कि आमे कोन कहूचु आम पाखरे समस्त विषय अछि कि ना आम पाखरे विजन अछि आमे कोन पाउलोंको भलिया जीवा पाई रेडी अछु कि आमे कोन पाउलो पितर जोहन तिमोथी एमानको भलिया जीवन रे गोटे मिशन नै कि चालुछु कि जति नाही ताले आपणकर अवस्था आ ए चर्च रो अवस्था आज कोठे अछि लाउदिकिया रो अवस्था रे अछि हालेलुया हमरो ए चर्च को बहुत खुशी एठारे फाइवफोल्ड मिनिस्ट्री रो प्रत्येक लोक अछंती आ से माने पाउलो को भलिया जाउछंती बट आपण माने कोन करूछंती आपण मान तो सुनी के रहिले नाही पूरा कंप्लीट सिखिला पोरे आका जीवु पूरा कंप्लीट जानि सारला पोरे आका जीवु केते वर्ष शिखिबे प्रभु को पाई केते वर्ष आज वर्षर शेष दिन मु आपण मान को उत्साह देबा को चाहे केते जन को आपण माने टार्गेट करिकि मेसेज शेयर करिसंती केते जन आपण मान को चेष्टा करिसंती जे ये प्रभु को लोक फेरी आसु आपण माने कहउछंती मते प्रभु कोनोसी अभाव करि नांती ज्ञान भी देइछंती वाक्य भी देइछंती एवरीथिंग फुल देइछंती हो से दियंती परमेश्वर दियंती हमकु चापी की दियंती उछळै की दियंती काहे कि ना स्वर्ग राज्य रो दृष्टांत कोन अटे जदि आपण माने माथ्यू तार 25 पर्व रे देखिबे सेठारे तोडार दृष्टांत दिया हुए आ से तोडारे प्रथम पदर देखा लेखा जाए मु टिके खोलिबी माथ्यू तार 25 पर्व आपण मान देखंतु 14 पदर गोटे बढ़िया विषय लिखा जाए कारण विदेश को यात्रा करुथिबा जने व्यक्ति जेपरि आपण दास मान को आह्वान करी से मानक हस्त रे निजर सर्वस्व समर्पण कले स्वर्ग राज्य सेही परी हालेलुया जते बेले जने व्यक्ति निजर सर्वस्व समर्पण करछंती काहाकू किछि दास मान को से आह्वान करी कि सब दउछंती यस प्रभु आपण मान को सब देइछंती आपण माने डेवलप्ड व्यक्ति अछंती आपण माने मल्टी टैलेंटेड अछंती आपण माने धनी अछंती मु केवल ए चर्च विषय कहूनी ए अवस्था रे जो लोक माने रहुथिबे से मान को विषय कहू छेठारे अनेक फिलाडेल्फिया बळिया बंचुथिबे अनेक स्वर्णा बळिया बंचुथिबे यस दैट इज ए स्टेट आपण को प्रभु को पाए गोटे मिशन रखिबार अछि प्रत्येक दिन यह ही तांकर आज्ञा को पालन करिबा बुझाए प्रभु को ठारू सुनिले प्रभु को ठारू शिखिले वर्तमान आपण माने अन्य मान को सेटा सिखांतु वर्ष वर्ष जदि बसी के आमे रहिबा आमे भितरे कोन जनरेट होउची ना गोटे कंफर्ट जनरेट होउची आराम जीवन काटुचु लागुची आमे प्रभु को पाए व्यवहार होउचु किंतु आम भितरे कल्ट डेवलप हैला कोन ना हमको आ किछि सिखिबार नाही हमरो हे जाईची प्रभु हमको संपूर्ण करियछंती
आमे प्रस्तुत होइकि अच्छु कहिकि आमको लागुची किंतु जेतेबेले आपण प्रभु जीशुंकर जीवन देखिबे पाउलंकर जीवन देखिबे जोहनकर जीवन देखिबे एठारे अनेक दास दासी माने अछंती सेमानको जीवन देखिबे सेमानको पाखरे विजन अछि सेमानको पाखरे मिशन अछि सेमाने जाउछंती आ मु आपण मानकु सेहाई एनकरेज करूची जे आपण माने समस्ते विजन देखंतु आपण मानकु प्रभु तोड़ा देइछंती चापिकी जाकु जेतिकी दरकार माने जार जेतिकी सामर्थ्य अछि आ प्रभु से सामर्थ्य भी बनैछंती से सामर्थ्य हिसाब रे आपण मानकु तोड़ा भी देइछंती काकु तो भलो सांगो हबार तोड़ा देइछंती काकु तो म्यूजिक बजेबार तोड़ा देइछंती एटा मु गोटे गोटे कहूची सेटा आपण माने का जानिछंती आपण को भितरे केते तोड़ा अछि गत दिन मान करे जने बाबू जने भाई मोर एठारे छिड़ाई की यूथ फेलोशिप रे प्रचार कला मु देखिली भाई ये पिला एमिति में प्रचार करि पाउची प्रभु ताकू देइछंती मु जानि पारेनी किंतु प्रभु जानिछंती किंतु तार हिसाब ताठू नेबे ना नाइ नेबे से फेरी के आसिला बेलकू से नेबे प्रभु रे बाबू रे तू तते तो मु एतिकी तोड़ा देइथिली तू कोन कलु नाइ प्रभु तमे बहुत भयंकर लोक तमे निष्ठुर तमे जोटे बुणी न थाओ सेटे काटिबा परमेश्वर सेटा पय काई नष्ट होई जिवो कहि कि चापटी के भीतर रखी थिली आजि क्रिश्चियन मंडली रे समाज रे नाइ काहे कि बेकार कहिबी खराब भाबिबे काहे कि बेकार मु निजर टैलेंट को यूज करबी ए भलो नाइ कहि कि थाओ धीरे रहले हबो आपण मानकु बाहरिबा को पड़िबो फिलाडेल्फिया भलिया धैर्य धरिबा को पड़िबो सरना भलिया जदि आपण मानकु मारुछंती कहले भी आपण मानकु सहयोग करिया को पड़िबो जे शेष पर्यंत मरण पर्यंत लेखा होची माने मरण पर्यंत धैर्य धर माने तो पय डेथ सियोर अछि मरण पर्यंत धैर्य धर आ कोन ना हमें जीवन रूपक मुकुट देबो हालेलुया तो आज चर्च को ए ख्रीष्ट समाज को ए जुगर लोक मान को मु गोटे विषय एनकरेज करबा को चाहूची आज आउ पाउल आसीबे नाही आज प्रभु यीशु आसीबे आसीले गला सब सरी गला से जो प्रकार आसीबे से समय आपन को हिसाब नवा पाए आसीबे जहन आसीबे केही भी आसीबे नै आपण मान को वर्तमान बाहरिबा को पड़िबो आउ एठारे अनेक मोर भाई भौणी माने अछंती मु जांकर नाम नेबा को चाहिनी से माने भितरे भितरे मिनिस्ट्री करछंती के तो भुवनेश्वर रहउची के तो कुआडे रहउची के तो अनुगुल रहउची के को जगह रे रहउची से माने भितरे भितरे मिनिस्ट्री करछंती भाई मु एमान को गॉस्पेल दोची यस तमे शेयर करो तमे गोटे पाद नियो प्रभु तुमको धीरे 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 करिकी आगो को बढ़ेबे एटा होची गोटे मिशनरी चर्च लक्ष्य ए होची फिलाडेल्फिया अटे आ ए स्टेट एमाने पासरी जाइछंती एमाने कोन कहउछंती ना मु समस्त विषय को मोर अछि समस्त विषय मो पाखरे अछि मोर कोनोसी अभाव नाही देखंतु एबेका जुग रे देखंतु आपण माने पचानंतु ए वर्ष शेष हेलानी केते जन को आमे आज प्रत्येक मु भी इंक्लूडिंग माई सेल्फ केते जन को आमे प्रभुकर राज्य पाई कोन करछु ना एनकरेज करूछु बढ़ौछु ताकू शिष्य करिया पाई लागि पडिछु हम पाखरे किछि विजन नाही हम पाखरे किछि मिशन नाही आगरे चेन सिस्टम थिला किंती ना प्रभु आसिले 12 जन को पाछिले 75 हेला 120 हेला 5000 हेला होल वर्ल्ड हेला हेले से पैटर्नटा धीरे 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 चर्च रे मिस हे गला आपण माने समस्त जानते चेन सिस्टम नहीं कि हमरो माने से कौन कहती से जो फाइनेंस ग्रो करबा पाई नेटवर्क मार्केटिंग प्रेज द लॉर्ड थैंक यू नेटवर्क मार्केटिंग रे से मान भलरे जानती से मान केंती दिन राति लागि थिबे जणको करबी ताकू जणु करबी ताकू जणु करबी ए चेन सिस्टम प्रभु आगुरु देइथिले तमे स्वर्ग रे संचय कर रे धन घरे संचय कले सेटा कोन होबो दरिद्र होबो उल्लंघ देखुछंती प्रभु हालेलुया कौन कहते प्रभु तुम्हें हो उल्लंघ लोक माने तुम्हें मो ठारू धर्म स्वरूप वस्त्र किण प्रभु दास आमको बुझौथिले नहीं कि शुक्ल वस्त्र कहले कौन साधु मानकर धर्म कर हालेलुया तो केमिति जने मनुष्य धर्म कर्म करिवो पाउलों को देखंतु प्रभु यीशु को देखंतु तांकर जीवन गोटे मिशन रे थिला से प्रभु को पाई सर्वदा जीवन काटिबा पाई रेडी थिले आपनकर बहुत सारा टैलेंट अछि मु जानिनी एठारे बहुत हिडन टैलेंट लोक माने अछंती जो जो तालंत मु कहूची से तालंत कहले भी गोटे बढ़िया विषय को बुझाए जे सेबेका डेट रे जो पूरा कंप्लीट वर्षर
ଗୋଟିଏ ଯେମିତି ଆଜି ଯଦି ଆମେ 300 ଟଙ୍କା କି 400 ଟଙ୍କା ଦିନ ମଜୁରୀ ଧରୁ ତ ଦିନ ମଜୁରୀ ଇଣ୍ଟୁ 365 କଲେ ଯେତିକି ପଇସା ହେବ ସେଟାକୁ ଗୋଟେ ତାଳନ୍ତ ବୋଲି ବୁଝାଯାଏ ବାଇବେଲ ସ୍କଲର୍ସ ମାନେ କୁହନ୍ତି। ତାର ଅର୍ଥ କ'ଣ? ପ୍ରଭୁ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ନିଜର ସମସ୍ତ ଦେଇଛନ୍ତି, ନିଜର ଯୋଗ୍ୟତା ହିସାବରେ, ଆପଣମାନଙ୍କର ଯୋଗ୍ୟତା ହିସାବରେ ସମ୍ପୂର୍ଣ୍ଣ ଦେଇଛନ୍ତି। କେବଳ ଆପଣମାନେ ଗୋଟେ ମିଶନ ଦେଖିକି ଆପଣମାନେ ପ୍ରଭୁଙ୍କ ରାଜ୍ୟକୁ କେମିତି ମଲ୍ଟିପ୍ଲାଏ କରିବେ ସେ ମିଶନରେ ଆପଣମାନଙ୍କୁ ଇନଭଲ୍ଭ ହେବାର ଅଛି। ଆପଣମାନଙ୍କ ପାଖରେ ସବୁ କିଛି ଅଛି। ହାଲେଲୁୟା। ଏହା ହିଁ ଏ ଯୁଗରେ କ'ଣ ପୁରା ମିସ୍ ହେଇଗଲା। ଏଠାରେ ହେରେସି, ଇଂଲିଶରେ ହେରେସି ବୋଲି କୁହାଯାଏ, ଯେଉଁମାନେ କି କ'ଣ କରୁଥିଲେ ନା ଯୀଶୁଙ୍କର ଇମେଜକୁ ଧୀରେ ଧୀରେ କମ୍ କରୁଥିଲେ। ସେ ପ୍ରଭୁ ଯୀଶୁ ନୁହନ୍ତି ବୋଲି କହୁଥିଲେ, ସେ ଗୋଟିଏ ଏଞ୍ଜେଲ ବୋଲି କହୁଥିଲେ, ସେ ଗୋଟିଏ ପ୍ରଫେଟ ବୋଲି କହୁଥିଲେ। ଆଜି ବି ସେଇ ବିଷୟ ଅଛି। ଆଜି ଆମେ ଖ୍ରୀଷ୍ଟୀୟ ସମାଜରେ ଅଛୁ ସତ, କିନ୍ତୁ ପ୍ରଭୁଙ୍କ ପାଇଁ ଗୋଟେ କମ୍ପ୍ରମାଇଜ ଲାଇଫ୍ କାଟୁଛୁ। ପରଫେକ୍ଟ ଲାଇଫ୍ କାଟିବା ପାଇଁ ଆମକୁ ଇଚ୍ଛା ନାହିଁ, ଇନକ୍ଲୁଡିଂ ମାଇ ସେଲ୍ଫ। ଆମେ ଜଗତରେ ମିଶି ଯାଇଛୁ। ଯେମିତି ସେ ପାଣି ବିଷୟରେ କହୁଥିଲେ ନା ପ୍ରଭୁ କି ତମେ ସେ ଯେଉଁ ଟ୍ୟାପ୍ ୱାଟରରେ ଯେଉଁ ଇମ୍ପ୍ୟୁରିଟିସ୍ ମିଶିଲେ ସେଇଟା ପାଟିରେ ପକେଇଲେ ଯେମିତି ଉଦ୍ଗାର କଲା ଭଳିଆ ହେଉଛି, ସେଇଭଳିଆ ଆମ ଜୀବନ ଲାଇଫଷ୍ଟାଇଲ ହେଇଯାଇଛି। ଆମେ ଜଗତର ଲୋକମାନଙ୍କ ସହିତ ହଁ ଏପଟେ ଗଲେ ବି ସେ ଜାଗାରେ ପହଞ୍ଚିବୁ, ସେପଟେ ଗଲେ ବି ସେ ଜାଗାରେ ପହଞ୍ଚିବୁ, ଏ ମେଣ୍ଟାଲିଟି ଧୀରେ 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 ଡେଭଲପ୍ ହେଉଛି। ପ୍ରଭୁ ଯୀଶୁ ହିଁ ବାସ୍ତବରେ ଗୋଟିଏ ରାସ୍ତା, ତାଙ୍କ ପାଇଁ ଆମେ ଜୀବନର ଶେଷ ସନ୍ଧ୍ୟା ଯାଇ ବଞ୍ଚିବାର ଅଛି। ଏହା ପାଉଲ ବଢ଼ିଆରେ କହୁଛନ୍ତି। ପ୍ରଭୁ ଯୀଶୁ ନିଜେ ମରିକି ଉଠିକି ଦେଖେଇଲେ। ଆଉ ପ୍ରଭୁ ଯୀଶୁ ବି କହିଲେ ତୁମେ ଯେତେବେଳେ ମୋ ନିମନ୍ତେ ରାଜ୍ୟ କାର୍ଯ୍ୟ ଚାଲିବାକୁ ଯିବ, ରାଜ୍ୟ କାର୍ଯ୍ୟ ବଢ଼େଇବାକୁ ଯିବ, ତୁମକୁ ଦୁଃଖ ଭୋଗ ନିଶ୍ଚୟ ଆସିବ, ଧାର୍ମିକତା ନିମନ୍ତେ ତାଡ଼ନା ନିଶ୍ଚୟ ଆସିବ। ଆଉ ପ୍ରଭୁ କହୁଛନ୍ତି এই ସମସ୍ତ ବିଷୟ ଯେତେବେଳେ ତୁମେ କରିବ ତେବେ ଯାଇକି ତୁମେ କ'ଣ କରିବ ନା ଜୀବନ ରୂପକ ମୁକୁଟ ପାଇବ। ଆପଣମାନେ ଜାଣନ୍ତି ଏଇ ରେଭେଲେସନ୍ ଯେଉଁ 3 ପର୍ବର ଯେଉଁ ଲାଉଦିକିଆ ମଣ୍ଡଳୀ ଅଛି ତାକୁ ପ୍ରଭୁ ସବୁଠୁ ବଡ଼ ପୁରସ୍କାର ଦେଉଛନ୍ତି। କ'ଣ ନା ତୁମେ ମୋ ସିଂହାସନରେ ଆସିକି ବସିବ। ହାଲେଲୁୟା। ସବୁ ମଣ୍ଡଳୀଠୁ ଗୋଟେ ବହୁତ ବଡ଼ ପୁରସ୍କାର ଏ ମଣ୍ଡଳୀକୁ ଦେଉଛନ୍ତି ଯେ ତୁମେ ମୋ ଚେୟାରରେ ଆସିକି ବସିବ, ମୋ ସିଟ୍ରେ, ମୋର ରାଜ ସିଂହାସନରେ ଆସିକି ତୁମେ ବସିବ, ସ୍ଥାନ ଅଂଶଗ୍ରହଣ କରିବ। ହାଲେଲୁୟା। ତ এই କଲଚର ଯେଉଁଟାକି କ'ଣ ନା କଲ୍ଟ, ମୁଁ ସବୁ ଜାଣିଛି, ମୁଁ ସବୁ କରୁଛି, ମୋର କୌଣସି ଅଭାବ ନାହିଁ, এই ଜିନିଷକୁ ଆମକୁ ଛାଡ଼ିକି ପ୍ରଭୁଙ୍କର ଯେଉଁ ମିଶନ ଥିଲା ଯେ ତୁମେ ଯୁଗର ଶେଷ ପର୍ଯ୍ୟନ୍ତ ଯାଅ ଆଉ ପ୍ରଭୁଙ୍କର ରାଜ୍ୟ ଧାର୍ମିକତା ଘୋଷଣା କର, ଶିକ୍ଷା ଦିଅ ଆଉ ପ୍ରଭୁ ଯୀଶୁଙ୍କର ଶିଷ୍ୟ ଉତ୍ପନ୍ନ କର। ହାଲେଲୁୟା। ଏ ମିଶନକୁ ଏ ମଣ୍ଡଳୀ ଛାଡ଼ି ସାରିଛି। ଆଉ ଏମାନେ ଧନୀ ଅଛନ୍ତି, ଫାଇନାନ୍ସିଆଲି ଷ୍ଟାବଲ୍ ଅଛନ୍ତି, ଏଭ୍ରିଥିଙ୍ଗ ତାଙ୍କ ପାଖରେ ଡକ୍ଟ୍ରିନ୍ ବି ଅଛି ଭଲ, ତାଙ୍କର ମାନେ ଯେଉଁ ଥିଓଲୋଜି କଲଚର ଯେଉଁ ସୋସାଇଟି ସେଇଟା ବି ସେମାନେ ଡେଭଲପ୍ କରୁଛନ୍ତି, ପଇସା ଲୋକ ସବୁ ବିଷୟ କରିଛନ୍ତି। କିନ୍ତୁ ତାଙ୍କେ ନିଜର ମିଶନ ଭୁଲିଗଲେ ଯେ ପଛରେ ପ୍ରଭୁ ଯେଉଁ ଏ ସମସ୍ତ ବିଷୟ ଦେଇଥିଲେ କ'ଣ ପାଇଁ ଦେଇଥିଲେ। ଆଉ ଆଜି ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଗୋଟିଏ ବିଷୟ ଏନକରେଜ୍ କରିବାକୁ ଚାହେଁ ଯେ ଆପଣମାନେ ଏଇ ଲାଉଦିକିଆ ମଣ୍ଡଳୀର ଅବସ୍ଥାରେ ରୁହନ୍ତୁ ନାହିଁ। ପ୍ରତ୍ୟେକ ଜଣେ ଜଣେ ଆଟଲିଷ୍ଟ ବର୍ଷକୁ ଜଣଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆମର ବଢ଼ିଆ କ୍ଲାସେସ୍ ହେଇଥିଲା ନାଇଁ କି, ତିମୋଥି କ୍ଲାସେସ୍ କହିକି। ଆଉ ସେ ତିମୋଥି କ୍ଲାସେସ୍ରେ ଗୋଟେ ଶିଷ୍ୟ ଉତ୍ପନ୍ନ କେମିତି କରାଯାଏ ତାର ପ୍ରାକ୍ଟିକାଲ ସଲ୍ୟୁସନ୍ ଦିଆ ହେଉଥିଲା। ଏଇ ସଲ୍ୟୁସନ୍କୁ, ଏଇ ପ୍ରଚାରକୁ ସମସ୍ତେ ମିସ୍ ଆଉଟ୍ କରିଯାଉଛନ୍ତି। ଶିଷ୍ୟ ଆମେ କେମିତି ଉତ୍ପନ୍ନ କରିବା, ଧୀରେ ଧୀରେ ଆମେ ଶିଷ୍ୟତ୍ୱ କେମିତି ଅଧିକରୁ ଅଧିକ ବୃଦ୍ଧି ପାଇବା ସେ ବିଷୟ ସମସ୍ତେ ବନ୍ଦ କରିକି ନିଜକୁ ସେଫ୍ଟି ଜୋନ୍ରେ ରଖିକି ନାଇଁ ଅଧିକ ଯଦି ବାହାରକୁ ଯିବା ଆମ ପାଇଁ ପର୍ସିକ୍ୟୁସନ୍ ଅଛି, ଆମ ପାଇଁ କଷ୍ଟ ଅଛି କହିକି ନିଜର ଗୋଟେ କମ୍ଫର୍ଟ ଜୋନ୍ରେ ଆମେ ରହିଯାଉଛୁ। ଗୋଟିଏ ଯଦି ଜଣକୁ ଆମେ ଯଦି ପ୍ରଭୁଙ୍କ ପାଇଁ ଗୋଟେ ବାପ୍ତିଜିମ୍ ମଧ୍ୟ ଦେଉଛୁ କହିଲେ ଆମକୁ 10 ଥର ଭାବିବାକୁ ପଡ଼ୁଛି। କେତେ ସେଫ୍ଟିରେ ଆମେ ସମସ୍ତ ବିଷୟକୁ କରିବାକୁ ଚାହୁଁଛୁ, କିନ୍ତୁ ପ୍ରଭୁ ସେହା କୁହନ୍ତି ନାହିଁ। ତୁମେ ଯିବାକୁ ପଡ଼ିବ ଆଉ ତୁମକୁ କଷ୍ଟ ଭୋଗିବାକୁ ପଡ଼ିବ ଆଉ ତୁମେ ମରଣ ପର୍ଯ୍ୟନ୍ତ, ବିଶ୍ୱସ୍ତ ଅର୍ଥାତ୍ ମରଣ ପର୍ଯ୍ୟନ୍ତ ତୁମକୁ ସେ କାମ କରିବାକୁ ପଡ଼ିବ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଦ୍ୱାର ବିଷୟରେ କହୁଥିଲି ନାଇଁ କି, ଯଦି ଆପଣମାନେ 20 ପଦ ଦେଖିବେ ପ୍ରକାଶିତ 3:20, ଦେଖ ଆମେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ, ଯଦି କେହି କହିଲେ ଇଂଲିଶରେ ଯଦି ଆପଣମାନେ ଦେଖିବେ ଇଫ୍ ଏନି ୱାନ୍, ଯଦି କେହି
ଦେଖୁଛନ୍ତି ସେ ମଣ୍ଡଳୀ ସେ ଯୁଗର ଲୋକ ସେ ଚର୍ଚ୍ଚର ଅବସ୍ଥାରେ ପ୍ରଭୁ କହୁଛନ୍ତି ଆଟଲିଷ୍ଟ ଜଣେ କିଏ ମୋର ବାକ୍ୟକୁ ପାଳନ କରି ଦ୍ୱାରକୁ ଫିଟାଉ। ଦ୍ୱାର ପରମେଶ୍ୱର ହିଁ ଫିଟେଇବେ ସତ, କିନ୍ତୁ ଆମର ଷ୍ଟେପ୍ ହେଉଛି ଆମେ ଯଦି ବାକ୍ୟକୁ ପାଳନ କରି ମାର୍ଟିନ ଲୁଥର ଯେତେବେଳେ ସେ ସମୟରେ ଥିଲା ପୋପାଲ ଚର୍ଚ୍ଚ ଯୋଉଟାକି ଆମେ କହୁଛୁ ଥିଓତେରିଆ ସମୟ ଯୋଉଟାକି ଇସାବେଲର କ୍ୟାରେକ୍ଟର ଡେଭଲପ ହେଉଛି, ମୂର୍ତ୍ତି ପୂଜାର କ୍ୟାରେକ୍ଟର ଡେଭଲପ ହେଉଛି, ସେ ସମୟରେ ତାପରେ ପରେ ସାର୍ଦିରେ ଜଣେ ଲୋକ ମାର୍ଟିନ ଲୁଥର ଭଳିଆ ଲୋକ ସେ ଛିଡ଼ା ହେଲା, ଜଣେ କେହି ଦ୍ୱାର ଫିଟେଇବ। ଆଉ ତାପରେ ଆପଣ ଦେଖୁଛନ୍ତି ଫିଲାଡେଲଫିଆ ଚର୍ଚ୍ଚ ଆସୁଛି, ସାର୍ଦି ପରେ ଫିଲାଡେଲଫିଆ ସେ ହେଉଛି ମିଶନାରୀର ଚର୍ଚ୍ଚ ହେଇଯାଉଛି। ତ ପ୍ରଭୁ ଜଣକୁ ଆଟଲିଷ୍ଟ, ମୁଁ କହୁନି ଯେ କେବଳ ଜଣେ, ଆଟଲିଷ୍ଟ ଜଣେ ହିଁ କିଏ ଇଫ୍ ଏନିୱାନ୍ ଯଦି ପ୍ରଭୁଙ୍କ ପାଇଁ ଯଦି ମିଶନ ଦେଖିବ, ପ୍ରଭୁଙ୍କ ପାଇଁ ଯଦି ଭିଜନ ଦେଖିବ, ପ୍ରଭୁଙ୍କ ପାଇଁ ଚାଲିବା ପାଇଁ ରେଡି ହବ, ତାହେଲେ ପ୍ରଭୁ ସେ ଦ୍ୱାର ଫିଟେଇବେ। ଆଉ ଯଦି ତାହା ଫିଟିଲା କହିଲେ କୌଣସି ମନ୍ଦ ଶକ୍ତି ତାକୁ ବନ୍ଦ କରିପାରିବନି। ହାଲେଲୁୟା। ଏ ଖ୍ରୀଷ୍ଟ ସମାଜରେ ଆଟଲିଷ୍ଟ ଏନିୱାନ୍ ହେବା ପାଇଁ ଚେଷ୍ଟା କରନ୍ତୁ। ଆଟଲିଷ୍ଟ ଏନିୱାନ୍ ହେଇକି ତାଙ୍କର ଯେଉଁ ମିଶନ ଥିଲା ପ୍ରଭୁ ଯୀଶୁଙ୍କର ଯେ ଶିଷ୍ୟତ୍ୱ ଆମେ କରିବା ଆଉ ଯୁଗର ଶେଷ ପର୍ଯ୍ୟନ୍ତ ଆମ ଜୀବନ ଯେତେ ଯାଏଁ ରହୁଛି ସେତେ ଯାଏଁ ଆମେ ସର୍ବଦା ଶିଷ୍ୟତ୍ୱ କରିବା, ପ୍ରଭୁଙ୍କ ଯୀଶୁଙ୍କର ଶିକ୍ଷାକୁ ଦେବା ଆଉ ତାକୁ ହିଁ ତ୍ୱରାନ୍ୱିତ କରିବା। ଏହି ବିଷୟକୁ ଆମକୁ ବୁଝିବାକୁ ପଡ଼ିବ। ଆମକୁ ପ୍ରଭୁ ସମସ୍ତ ଟ୍ୟାଲେଣ୍ଟ ଦେଇଛନ୍ତି, ସମସ୍ତ ତାଳନ୍ତ ଦେଇଛନ୍ତି, ସମସ୍ତ ତୋଡ଼ାରେ ଭରପୁର କରିଛନ୍ତି। କ'ଣ ଆମେ ଆଜି ଈଶ୍ୱ ଦୁଷ୍ମ ଗୋଟେ ମିକ୍ସ କଲଚରରେ ଡେଭଲପ ହେଇଗଲୁ ନା ପ୍ରଭୁଙ୍କ ପାଇଁ ଭିଜନ ଦେଖୁଛୁ, ମଣ୍ଡଳୀ ପାଇଁ ଗୋଟେ ସର୍ବଶ୍ରେଷ୍ଠ ବିଷୟ ଆମେ ଦେଖୁଛୁ, ପ୍ରଭୁ ଯୀଶୁଙ୍କର ଯେଉଁ ଗ୍ରେଟ୍ କମାଣ୍ଡମେଣ୍ଟ, ଯେଉଁ ଅଥରିଟେଟିଭ କମାଣ୍ଡମେଣ୍ଟ ତୁମେ ଯାଅ ତାକୁ ଫଲୋ କରୁଛୁ। ଏ ବିଷୟ ଏଠାରେ ନାହିଁ, ଏଠାରେ ଉଣା ପଡ଼ିଛି। ସେଇଟା ପାଇଁ ପ୍ରଭୁ ସେମାନଙ୍କୁ ଦେଖୁଛନ୍ତି ଦରିଦ୍ର, ଉଲଙ୍ଗ, ସେମାନେ ପ୍ରଭୁଙ୍କର ବାକ୍ୟ ପାଳନ କରୁନାହାନ୍ତି। ଆଉ ସେମାନଙ୍କ ଭିତରେ ଏତେ କଲ୍ଟ ଡେଭଲପ ହେଇଥିଲା ଯେ ସେମାନେ ପ୍ରଭୁ ଯୀଶୁକୁ ଆଉ ପ୍ରଭୁ ଯୀଶୁ ବୋଲି ବି ମାନୁନଥିଲେ। ସେଠାକାର ରହିଥିବା କିଛି ଦଳର ଲୋକମାନେ ଧୀରେ ଧୀରେ ଏତେ ମିକ୍ସ କଲଚର ହେଲା, ଲାଷ୍ଟରେ ସେମାନେ କହୁଛନ୍ତି ଇଆଡ଼ୁ ଗଲେ ବି ସେଇଆ, ଇଆଡ଼ୁ ଗଲେ ବି ସେଇଆ, ଏପଟୁ ଗଲେ ବି ସେଇଆ। ଆଉ ଏ ଜିନିଷ ଯାକ ମୁଁ ବହୁତ ବିଶ୍ୱାସୀ ଲୋକମାନଙ୍କଠୁ ବି ଶୁଣିଛି, ଯେଉଁମାନେ କି ନିଜର ବିଶ୍ୱାସକୁ କମ୍ପ୍ରମାଇଜ କରିଛନ୍ତି। ସବୁ ସମାନ। ପ୍ରଭୁ ଆପଣମାନଙ୍କୁ ଉତ୍ସାହ ଦିଅନ୍ତୁ ଆଉ ଆପଣମାନେ ଭିଜନ ଦେଖନ୍ତୁ। ଆପଣମାନେ ବିଶ୍ୱସ୍ତରେ ଯଦି ଥରେ ଷ୍ଟେପ୍ କାଢ଼ିଲେ ପ୍ରଭୁ ଆପଣମାନଙ୍କୁ ନିଶ୍ଚୟ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ୱସ୍ତ ରୂପ ଆଉ ନେଇକି ଯିବେ। ପ୍ରଭୁ ଏହି ଛୋଟ ବାକ୍ୟରେ ଆପଣମାନଙ୍କୁ ଆଉ ମୋତେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନେ ସମସ୍ତେ ଛିଡ଼ା ହୁଅନ୍ତୁ। ଆପଣମାନଙ୍କ ପାଇଁ ଆଉ ମୋ ପାଇଁ ପ୍ରାର୍ଥନା କରିବି ଯେ ଆପଣ ଗୋଟେ ମିଶନାରୀ ଚର୍ଚ୍ଚରେ ଗଣା ଯାଆନ୍ତୁ। ଆପଣ ଗୋଟିଏ ପ୍ରଭୁଙ୍କ ପାଇଁ ଗୋଟେ ଭିଜନ ଦେଖନ୍ତୁ। ଏ ମଣ୍ଡଳୀ ପ୍ରଭୁଙ୍କର ଶିଷ୍ୟ କେମିତି ଉତ୍ପନ୍ନ କରିବ ସେ ବିଷୟକୁ ସେ ଭିଜନ ଦେଖୁ। ଆଉ ଆପଣମାନଙ୍କ ଜୀବନକୁ ସୁଧାରନ୍ତୁ, ତା ସହିତ ଚର୍ଚ୍ଚର ଜୀବନକୁ ମଧ୍ୟ ସୁଧାରନ୍ତୁ, ମଣ୍ଡଳୀ ଖ୍ରୀଷ୍ଟିଆନ ସୋସାଇଟିର ଜୀବନକୁ ମଧ୍ୟ ସମ୍ଭାଳନ୍ତୁ। ହାଲେଲୁୟା। ଥ୍ୟାଙ୍କ ୟୁ ଜିସସ୍। ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛି ପ୍ରଭୁ ଏହି ସୁନ୍ଦର ସୁଯୋଗ ପାଇଁ। ତୁମେ କେତେ ଅନୁଗ୍ରହ କଲ ପ୍ରଭୁ। ଆଜି ଲାଉଦିକିଆ ମଣ୍ଡଳୀ ମାଧ୍ୟମରେ ତୁମେ ଆମକୁ କଥା କହିଛ ପ୍ରଭୁ। ଆମର ଅବସ୍ଥା କ'ଣ ଅଟେ ପ୍ରଭୁ, ଆମର ପରିସ୍ଥିତି କ'ଣ ଅଟେ ତାହା ତୁମେ ନିଜେ ଜାଣିଅଛ ପ୍ରଭୁ। ତୁମେ ସର୍ବ ବିଷୟ ଆମର ଜାଣିଅଛ ପ୍ରଭୁ। ଏ ମଣ୍ଡଳୀର ସମସ୍ତ ବିଷୟ ତୁମେ ଜାଣିଅଛ ପ୍ରଭୁ। ତୁମେ ଆମକୁ ତୁମର ଯୋଗ୍ୟ ଆହ୍ୱାନର ଯୋଗ୍ୟ ଆଚରଣ କରିବାକୁ ଶିଖାଅ ପ୍ରଭୁ, ଯେପରି ଆମ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ତୁମରି ପାଇଁ ଏକ ପ୍ରସ୍ତୁତର ଜୀବନ କାଟି ପାରିବୁ। ତୁମର ଆଜ୍ଞା ପାଳନ କରି ଦ୍ୱାରକୁ ଫିଟେ